ତିନି ରାଜ୍ୟର ମିଳନସ୍ଥଳୀ ମୟୂରଭଞ୍ଜ ଜିଲ୍ଲା ବମ୍ବେ ଛକ ଅର୍ଦ୍ଧନିର୍ମିତ ବ୍ରିଜ ନିକଟରେ ଏକ ବାଇକ୍ ଉପରେ ଗୋଟିଏ ଦ୍ରୁତଗାମୀ ହାଇୱା ଚଢ଼ି ଯାଇଥିଲେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ୍ ଚାଳକ। ହେଲେ ତାଙ୍କ ବାଇକ୍ଟି ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି। ପରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବାହାଡ଼ାଗୁଡ଼ା ପଟରୁ ଏକ ହାଇୱା ଆସୁଥିବା ବେଳେ ବାରିପଦା ପଟୁ ଏକ ବାଇକ୍ରେ ଆସୁଥିବା ସୁମନ ସେଠୀ ନାମକ ଜଣେ ବ୍ୟକ୍ତି ରାସ୍ତା ଅତିକ୍ରମ କରୁଥିବା ସମୟରେ ହାଇୱାଟି ବାଇକ୍କୁ ଧକ୍କା ଦେଇଥିଲା। ତେବେ ସୁମନ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ତାଙ୍କ ବାଇକ୍ ଉପରେ ମାଡ଼ି ଯାଇଥିଲା ହାଇୱା। ତେଣୁ ଦୁର୍ଘଟଣା ଘଟାଇଥିବା ହାଇୱାଟିକୁ ଝାରସୁଗୁଡ଼ା ପୁଲିସ ଅଟକ ରଖି ତଦନ୍ତ କରୁଥିବା ବେଳେ ଏହି ଅସମ୍ପୂର୍ଣ୍ଣ ବ୍ରିଜ ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ବର୍ତ୍ତମାନ ସମୟରେ ଆମର ଏଇ ଯେଉଁ ନୂଆ ପ୍ରଶସ୍ତିକରଣ ହେଲା ନ୍ୟାସନାଲ୍ ହାଇୱେ ଜାତୀୟ ରାଜପଥ, ତାପରେ ଆମେ ଦେଖୁଛୁ କାମ ତ ଚାଲିଥିଲା ଏବେ କିନ୍ତୁ ଯେତିକି ୱାର୍କ ଇନ୍ ପ୍ରୋଗ୍ରେସରେ ଅଟକି ଯାଇଛି। ତାପରେ ଏଇ ଯେଉଁ ସାଇଡ଼ରେ ଯେଉଁ ରାସ୍ତା ହେଇଛି ବର୍ତ୍ତମାନ କହିବାକୁ ଗଲେ ଆମର ଏଠି ମରଣ ଯନ୍ତା ହେଇଯାଇଛି। ଟ୍ରକ୍ ପାଖରୁ ଆରମ୍ଭ କରିକି ଯେତେ ସବୁ ଲରି ହେଭି ଲରି ଯେଇ ରାସ୍ତା ଦେଇକି ଯାଉଛି, ଅଥଚ ଆମର ଟେମ୍ପୋରାରୀ ରିପେୟାରିଂ ଟିକେ କରିଦେଉଛନ୍ତି ଯେଉଁଟାକି ଗୋଟେ ଓଳି ପରେ ଫେର ଉଠି ଯାଉଛି। କିନ୍ତୁ କାହାରି ନଜର ନାହିଁ। ଏଠି ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ପାଖରୁ ଆରମ୍ଭ କରିକି ପୋଲିସ ଆଡମିନିଷ୍ଟ୍ରେସନ ସମସ୍ତେ ଆସୁଛନ୍ତି। ଏ ରାସ୍ତାର ୟୁଜର ହେଉଛନ୍ତି ବହୁତ ବେଶୀ, କାରଣ ଆମର ଏଇ ଯେଉଁ ରାସ୍ତାଟା କନେକ୍ଟ କରୁଛି କାଲକାଟା ସହିତ, ଏଇ ରାସ୍ତା କନେକ୍ଟ କରୁଛି ମୁମ୍ବାଇ ସହିତ, ଏଇ ରାସ୍ତା କନେକ୍ଟ କରୁଛି ମାଡ୍ରାସ ସହିତ ଏବଂ ତାକୁ ଏଇ ଯେଉଁ ମେଟ୍ରୋପଲିଟାନ୍ ସିଟିକୁ ଛାଡ଼ି ଦେଇକି ମଧ୍ୟ ବହୁତ ଗୁଡ଼ାକ ଲୋକାଲ ଆଡଜାସେଣ୍ଟ ଏରିଆ ଅଛି ଯେଉଁଟାକି ଏଇ ରାସ୍ତାର କନେକ୍ଟିଭିଟି। ୱେରାଜ ଦେଖିଲା ବେଳକୁ ଆମର ଏଇ ଯେଉଁ ଜାଙ୍କସନ୍ ଯେଉଁଠି ହେଇଛି, ବ୍ରିଜ୍ ଯେଉଁଠି ହେଇଛି, ସେଇ ବ୍ରିଜ୍ ପାଖରେ କିରି ସେପଟ ଏପଟ ଚାରିଆଡ଼େ ଏକବାରେ ହାଜାରୱାସ୍ କଣ୍ଡିସନରେ ଅଛି। ଯେକୌଣସି ଲୋକ ଦେଖିଲେ ପୁରା ମାନେ ଠିକ୍ଠାକ କହିବ ଏବଂ ରାସ୍ତାରେ ଯିବା ପାଇଁ ବି ଭୟ ଲାଗିବ, କାରଣ କୌଣସି ମୋମେଣ୍ଟରେ ବି ହେଭି ଲରି ଯେଠି ଉଲ୍ଟି ଯାଇପାରେ। ପୁରା ସ୍ଲାଣ୍ଟିଂ ହେଇକି ଗାଡ଼ି ଯାଉଛି ଏବଂ ଲୋକ ବି ଗଳି ପଡ଼ୁଛନ୍ତି। ଆମେ ରାସ୍ତାରେ ଦେଖୁଛୁ ଏ ଯେଉଁ ଗାତ ଗୁଡ଼ାକ ହେଇଛି, ସେ ଗାତରେ ଲୋକମାନେ ଗଳି ପଡ଼ୁଛନ୍ତି। ତେଣୁ ଏଇଟା ପୁରା ଏକବାରେ ଖୁବ୍ ଶୀଘ୍ର ଲଙ୍ଗ ଟର୍ମ ବେସିସ୍ରେ ଯେମିତି ରିପେୟାରିଂ କରିଦେଲେ ଆଉ ଖରାପ ହେବନି, ସେଇ ଟାଇପ୍ର ପଦକ୍ଷେପଟି ଦରକାର। ତେବେ କିଛି ଦିନ ପୂର୍ବେ ସେହି ଅସମ୍ପୂର୍ଣ୍ଣ ଓଭରବ୍ରିଜ ଉପରୁ ଗୋଟିଏ ଟ୍ରକ୍ ଖସି ପଡ଼ିବାରୁ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା। ଆଉ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲେ ବି ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରୁନାହାନ୍ତି। ସେପଟେ ଓଭରବ୍ରିଜ ସାଇଡ୍ରେ ଯେଉଁ ସର୍ଭିସ ରୋଡ୍ ରହିଛି ତାହାର ସଠିକ୍ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଆଣ୍ଠୁଏ ଲେଖାଏଁ ଗର୍ତ୍ତ ଓ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି, ଯେଉଁଥିପାଇଁ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ତେବେ ବମ୍ବେ ଛକ ନିକଟରେ କଲେଜ, ବ୍ୟାଙ୍କ, ଟ୍ରେଜେରୀ ଓ ସ୍କୁଲ ରହିଛି ଏବଂ ପ୍ରତ୍ୟେକ ଦିନ ତିନି ରାଜ୍ୟର ଲୋକମାନେ ବାଣିଜ୍ୟ କରିବା ସହିତ ଏହି ରାସ୍ତାରେ ହଜାର ହଜାର ଗାଡ଼ିରେ ମାଲ ପରିବହନ ହେଉଛି। କିନ୍ତୁ ଏହି ରାସ୍ତା ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନଥିବାରୁ ସ୍ଥାନୀୟ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହାକୁ ନେଇ ସମୟ ସମୟରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କଲେ ନେତା ମନ୍ତ୍ରୀମାନେ ଘଟଣାସ୍ଥଳକୁ ଆସି ଲୋକଙ୍କୁ ଲଲିପପ୍ ଓ ମିଛ ଆଶ୍ୱାସନା ଦେଇ ଠକି ଚାଲିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର କହୁଛନ୍ତି ଘଣ୍ଟାକୁ 60 କିଲୋମିଟର ରାସ୍ତା ନିର୍ମାଣ ହେଉଥିବା ବେଳେ ସେହି ରାସ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି। ହେଲେ ଏଠାରେ ଅସମ୍ପୂର୍ଣ୍ଣ ହୋଇପଡ଼ି ରହିଥିବା ଓଭରବ୍ରିଜ ଆଉ ସ୍ଥାନୀୟ ଲୋକଙ୍କ ସମସ୍ୟା କେବେ ଦୂର ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା। ମୁଁ ପତଞ୍ଜଳି ବାସିନ୍ଦା। ତୁମେ ଗୋଟେ ଜାଣିବା ପାଇଁ ଚାହୁଁଛୁ, ଆପଣଙ୍କର ଯେଉଁ ସ୍ଥାନୀୟ ଅଞ୍ଚଳ ରହିଛି, ଦୁଇଟି ଜାତୀୟ ରାଜପଥ ଏଠି ମିଶିଛି, ଏଠି ଦୈନନ୍ଦିନ ହଜାର ହଜାର ଲୋକ ଆସୁଛନ୍ତି, ତାକୁ ନେଇକି ଯେଉଁଭଳି ଅବହେଳା ହେଇଛି ଆପଣଙ୍କ ରାସ୍ତା, ୟାକୁ ନେଇ କ'ଣ ପ୍ରତିକ୍ରିୟା ଦେବେ? ମୁଁ ବୁଝିପାରୁନି ଏଇଟା ପ୍ରକୃତିରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏଇଟା ରୋଡ଼ ତିଆରି କରିଛନ୍ତି ଲୋକଙ୍କର ମଙ୍ଗଳ ପାଇଁ ନା ମରଣ ଯନ୍ତା ତିଆରି କରିଛନ୍ତି ଲୋକଙ୍କୁ ମାରିବା ପାଇଁ, ଆଜି ପର୍ଯ୍ୟନ୍ତ ବୁଝି ହେଉନି। ଯଦି ତାଙ୍କର ପ୍ରକୃତର ଇଣ୍ଟେନସନ୍ ଭଲ ଥାନ୍ତା, ଆଜିକୁ ଏଇଟା 3-4 ବର୍ଷ ଅତିକ୍ରମ କରିଗଲାଣି। ଆମେ ବାରମ୍ବାର ଅବଗତ କରୁଛି ଆପଣ ରାଜ୍ୟ ସରକାରକୁ, କେନ୍ଦ୍ର ସରକାରକୁ, କିନ୍ତୁ ସେମାନେ କର୍ଣ୍ଣପାତ କରୁନାହାନ୍ତି। ଏଠି ପ୍ରତ୍ୟେକ ଦିନ ଧନଜୀବନ ନଷ୍ଟ ହେଉଛି। ସେମାନେ ନିଶ୍ରେ ତେଲ ଦେଇକରି ଘୁଙ୍ଗୁଡ଼ି ମାରୁଛନ୍ତି। ତେଣୁ ସେମାନେ ଭାବୁଛନ୍ତି ମୟୂରଭଞ୍ଜିଆ ଭାଲୁ ଆଉ ମୟୂରଭଞ୍ଜ ବାଲା କିଛି କରିପାରିବେ ନାହିଁ। ଏଠୁ ଟିକସ ଯାଉଛି। ଏଠି ଗୋଟେ ଝାରସୁଗୁଡ଼ା ଗୋଟେ ଏମିତି ଜାଗା ଯେଉଁଟାକି ଆପଣଙ୍କର 4ଟା ଜିନିଷକୁ କନେକ୍ଟ କରୁଛି, ଝାଡ଼ଖଣ୍ଡ, ବିହାର, ଆପଣଙ୍କ ପଶ୍ଚିମବଙ୍ଗ ଏବଂ ଓଡ଼ିଶା। ବାରମ୍ବାର ଲୋକ ହଜାର ହଜାର ଲୋକ ସବୁବେଳେ ଯାତାୟାତ କରୁଛନ୍ତି ଏବଂ এটা বিজি রোড এবং এটা ইনস্টিটিউশনাল ক্লাবটি কইলে ত্রুটি হবনি। এটি প্রত্যেক ইনস্টিটিউশন আছে, আপনার আইটিআইরু আরম্ভ করি, ফার্মাসিটু আরম্ভ করি, ইঞ্জিনিয়ারিং, আপনার জেনারেল কলেজ, নানা প্রকার কোচিং সেন্টার এবং আপনার ব্যাংক ସବୁବେଳେ লোক যাতায়াত হচ্ছে এবং প্রত্যেক দিন ধনজীবন নষ্ট হচ্ছে।
ମୟୂରଭଞ୍ଜ ଜିଲ୍ଲା ସାରସକଣାରୁ ତପନ କୁମାର ଦଣ୍ଡପାଟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।